नमस्कार जय जगन्नाथ। आज हूँ 28 जुलाई सोमवार। मु आपण नहीं आसी देश विदेशर केतोटी गुरुत्वपूर्ण खबर से भिडियो शेष पर्यंत देखंतु। आपण भल पाइबा स्वरूप गुटिए गुटिए लाइक कर दियो। जदि आम चैनल टी नुआ कर आसी चैनल टी सब्सक्राइब कर पाखरे थिबा बेल आइकन टी दबाई ऑल उपरे क्लिक करंतु। चलंतु देखिबा आजिर केतोटी गुरुत्वपूर्ण खबर उपरे नजर पकाइबा। प्रथम खबर, एबे आउ बड़ वर्षा संभावना नाही। रविवार ठारू वर्षा परिमाण कमिबो, सोमवार आहुरी कमी पारे एभली पूर्वानुमान देखा ଦେଇଛି ପାଣିପାଗ ବିଭାଗ କେନ୍ଦ୍ର। ଅବପାତ ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଥିଲା। ଏହା ପଶ୍ଚିମ ଦିଗରେ ଗତି କରିବ। ସାମାନ୍ୟ ଦୁର୍ବଳ ହୋଇ ରବିବାର ସକାଳୁ ସ୍ପଷ୍ଟ ଚିହ୍ନିତ ଲଘୁଚାପର ଅବସ୍ଥା ମଧ୍ୟପ୍ରଦେଶ ଉପରେ ଥିବ। ଓଡ଼ିଶାର ବର୍ତ୍ତମାନ ପ୍ରବଳ ବର୍ଷା ନାହିଁ। ରବିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଘଡଘଡି ସହ ହାଲୁକା ମଧ୍ୟମ ଧରଣର ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡଘଡି ସହ ବର୍ଷା ପବନ ହୋଇପାରେ। ପରବର୍ତ୍ତୀ ଖବର, ଏଣିକି କମାଅ ଛାତ୍ରଛାତ୍ରୀଙ୍କର ବସ୍ତାନି ବୁଝ। ଡିଆଇଏମ୍ ଓସ୍ପାର କଡା ନିର୍ଦ୍ଦେଶ। କମଳମତି ପିଲାମାନେ ଅଧିକ ଓଜନ ବସ୍ତାନି ନେଇ ସ୍କୁଲକୁ ଯାଇପାରିବେ ନାହିଁ। ଏଥିପାଇଁ 2019 ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ଏବେ ବି ଏହି ନିୟମ ଉଲ୍ଲଂଘନ ହେଉଛି। ଛାତ୍ରଛାତ୍ରୀ ଅଧିକ ଓଜନର ବସ୍ତାନି ଧରି ସ୍କୁଲ ଯାଉଥିବା ବେଳେ ଶିକ୍ଷକ ଏ ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି, ଯାହାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। 2024ରେ ଏଚଆରସିରେ ଜଣେ ମାନବାଧିକାର କର୍ମୀ ମଧ୍ୟ ଏ ନେଇ ମାମଲା ରୁଜୁ କରିଥିଲେ। ତେଣୁ ବିଦ୍ୟାଳୟର ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଏଣିକି 8/3/2019କୁ କଡାକଡି ଭାବରେ ପାଳନ କରିବାକୁ ଅପସର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶ କହିଛନ୍ତି। ରାଜ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀ, ସହାୟତା ପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟ ଗୁଡିକୁ ଏହି ନିୟମ ମାନିବାକୁ ବାଧ୍ୟ। ସେମାନେ କି ପଦକ୍ଷେପ ନେଲେ ତାହା ଓସେପାକୁ 3 ଦିନ ମଧ୍ୟରେ ଜଣାଇବାକୁ ସମସ୍ତ ଡିଆଇ ମାନଙ୍କୁ ନିର୍ଦ୍ଦେଶ ଦେଇଛି। ସ୍କୁଲକୁ ଅଧିକ ଓଜନ ବ୍ୟାଗ ନ ନେବାକୁ ନିର୍ଦ୍ଦେଶାବଳୀ ରହିଛି। ପରବର୍ତ୍ତୀ ଖବର, ଏଣିକି 20ଟି ଗେଟ୍ ଦେଇ ହୀରାକୁଦ ଜଳକୁ ନିଷ୍କାସନ। ଉପର ମୁଣ୍ଡାରେ ଫୁଲୁଛି ମହାନଦୀ, ବଢୁଛି ଜଳସ୍ତର। ହୀରାକୁଦ ଡ୍ୟାମର 20ଟି ଗେଟ୍ ଦେଇ ଜଳସ୍ତର ନିଷ୍କାସନ। ଡ୍ୟାମ ବାମ ପାର୍ଶ୍ୱରେ 13ଟି ଓ ଡାହାଣ ପାର୍ଶ୍ୱରେ 7ଟି ଗେଟ୍ ଖୋଲା ରହିଛି ଏବଂ ହୀରାକୁଦ ଜଳଭଣ୍ଡାର ଜଳସ୍ତର 613 ଫୁଟ ରହିଛି। ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ 5,42,488 କ୍ୟୁସେକ୍ ଜଳ ପ୍ରବେଶ କରାଯାଉଛି। ସେହିପରି 3,41,834 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ପରବର୍ତ୍ତୀ ଖବର, ଏଣିକି ଭାରତ ଇତିହାସରେ ପ୍ରଥମ ସେନାକୁ ମିଳିଲା ଲିଗାଲ ଲାଇଫ ଲାଇନ। ଭାରତର ଇତିହାସରେ ପ୍ରଥମ ସୈନ୍ୟଙ୍କୁ ଆଇନଗତ ମିଳିବ ଆଶ୍ୱସ୍ତି। ସୈନିକ ପରିବାରକୁ ଏବେ ସକ୍ରିୟ ଭାବରେ ଆଇନଗତ ସହାୟତା ଯୋଗାଇ ଦିଆଯିବ। ଏନଏଲଏସରେ ବୀର ପରିବାର ସହାୟତା ଯୋଜନା 2025 ନାମକ ନୂତନ ପଦକ୍ଷେପରେ ଲକ୍ଷ୍ୟ ହେଉଛି ନିର୍ଗମ ଅଞ୍ଚଳ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ନିୟୋଜିତ ଭାରତୀୟ ସୈନିକଙ୍କୁ ଘରୋଇ ଆଇନଗତ ବୋଝରୁ ମୁକ୍ତି ଦେବ। ଏହି ଐତିହାସିକ ନ୍ୟାୟ ପଦକ୍ଷେପର ବାର୍ତ୍ତା ହେଉଛି ଆପଣ ସୀମାରେ ଦେଶ ସେବା କରନ୍ତୁ, ଆମେ ଘରେ ଆପଣଙ୍କ ପରିବାରର ଯତ୍ନ ନେବୁ। ପରବର୍ତ୍ତୀ ଖବର, ଏଣିକି ଘରେ ଏହି ସବୁ ଜିନିଷ ଥିଲେ କଟିବ ରାସନ କାର୍ଡ। ସରକାରଙ୍କ ଗାଇଡଲାଇନ ଚେକ୍ କରିନିଅନ୍ତୁ। ଆଜି ମଧ୍ୟ ଆମ ଦେଶରେ ଏପରି ଅନେକ ଲାଭଦାୟକ ଏବଂ କଲ୍ୟାଣକାରୀ ଯୋଜନା ଚାଲିଛି ଯାହା ମଧ୍ୟରେ ଗରିବ ଏବଂ ଗରିବ ବର୍ଗକୁ ଲାଭ ଯୋଗାଇ ଦିଆଯାଏ। କେନ୍ଦ୍ର ସରକାର ଅନେକ ଯୋଜନାରେ ଆର୍ଥିକ ସୁବିଧା ପ୍ରଦାନ କରନ୍ତି, ଯେତେବେଳେ ଅନ୍ୟାନ୍ୟ ଯୋଜନାରେ ଏହା ସବସିଡି କିମ୍ବା ଅନ୍ୟାନ୍ୟ ଉପାୟରେ ସାହାଯ୍ୟ କରେ। ଅନ୍ତର୍ଦ୍ଦୟ ଅନ୍ନ ଯୋଜନା ଅଧୀନରେ ଦେଶର ବହୁ ସଂଖ୍ୟକ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି। ସେଥିପାଇଁ ସରକାରୀ ରାସନ ପାଇବା ପାଇଁ ଯୋଗ୍ୟ ଲୋକଙ୍କୁ ରାସନ କାର୍ଡ ତିଆରି କରାଯାଏ। କିନ୍ତୁ ଆପଣ କଣ ଜାଣନ୍ତି କି ସେହି କିଛି ଭୁଲ ଯୋଗୁଁ ଆପଣଙ୍କ ରାସନ କାର୍ଡ ବାତିଲ ହୋଇପାରେ। ପରବର୍ତ୍ତୀ ଖବର, ଏଣିକି ସୁଭଦ୍ରାର ତୃତୀୟ କିସ୍ତି। ଅଗଷ୍ଟ 9ରୁ ସବୁ ମହିଳାଙ୍କୁ ମିଳିବନି ସୁଭଦ୍ରାର କିସ୍ତି ଟଙ୍କା। ସୁଭଦ୍ରା କିସ୍ତିକୁ ନେଇ ସରକାରଙ୍କର ବଡ ଘୋଷଣା। ନିର୍ଦ୍ଧାରିତ ସମୟରେ ଅର୍ଥାତ ଅଗଷ୍ଟ 9 ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କୋଣାର୍କରୁ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କହିଛନ୍ତି ଅଗଷ୍ଟ 9 ତାରିଖରେ 1,02,40,000 ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ। 1,88,000 ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟକ୍ରମେ ବ୍ୟବସ୍ଥା ହେବ। ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ଅଗଷ୍ଟ 9 ତାରିଖରେ ହିଁ ମିଳିବ ସୁଭଦ୍ରା କିସ୍ତି। ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ 8ରେ ସମସ୍ତ କିସ୍ତିର ଅର୍ଥ ଏକାଥରେ ପାଇବେ। 2.5 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ନଥିବ ସେମାନଙ୍କ ସୁଭଦ୍ରା କିସ୍ତି ଟଙ୍କା ମିଳିବ। ପରବର୍ତ୍ତୀ ଖବର, ଏଣିକି ବଢିବ ଚାଷୀ ପଞ୍ଜୀକରଣର ସମୟସୀମା। ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ। ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ। ବଢିବ ଚାଷୀ ପଞ୍ଜୀକରଣ ସମୟସୀମା। ଚାଷୀ ପଞ୍ଜୀକରଣ ଲାଗି ଶେଷ ତାରିଖ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ରହିଛି। ଯଦି କିଛି ଅଭିଯୋଗ ଆସେ ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନି, ତେବେ ସମୟସୀମା ବୃଦ୍ଧି କରିବେ ସରକାର। ଅଣ୍ଡରଟେକିଂ ଦେଇ ଚାଷୀ କରିବେ ପଞ୍ଜୀକରଣ। ପଞ୍ଜୀକରଣ ଲାଗି ସମସ୍ୟାର ସମାଧାନ କରାଯାଇଛି। ଯେଉଁ ଚାଷୀମାନେ ରେକର୍ଡ ବାପା ଜେଜେବାପାଙ୍କ ନାମରେ ଥିବ ସେମାନେ ଅଣ୍ଡରଟେକିଂ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ। ପରବର୍ତ୍ତୀ ଖବର, ଏଣିକି 2,000 ଟଙ୍କାରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଲାଗିବ ଜିଏସଟି। ୟୁପିଆଇ ଟ୍ରାଞ୍ଜାକ୍ସନ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ମାଇଲ ଖୁଣ୍ଟ ପ୍ରମାଣିତ ହେଉଛି। ୟୁପିଆଇ ଉପରେ ଜିଏସଟି ଲାଗୁ ହେବାର ରିପୋର୍ଟ ମଧ୍ୟ ଅର୍ଥ ମନ୍ତ୍ରାଳୟ ରାଜ୍ୟରେ ସ୍ପଷ୍ଟ କରିଛି ଯେ 2,000 ଟଙ୍କାରୁ ଅଧିକ ମୂଲ୍ୟର ଟ୍ରାଞ୍ଜାକ୍ସନ ଉପରେ ଜିଏସଟି ଲାଗୁ କରିବା ବିଷୟରେ କୌଣସି ବିଚାର କରାଯାଉ ନାହିଁ। 2,000 ଟଙ୍କାରୁ ଅଧିକ ମୂଲ୍ୟର ଟ୍ରାଞ୍ଜାକ୍ସନ ଉପରେ ଜିଏସଟି ଲାଗୁ ନେଇ ସରକାରଙ୍କ ମତାମତ ସମ୍ପର୍କରେ ପଙ୍କଜ
ଚୌଧୁରୀ କହିଛନ୍ତି। ପରବର୍ତ୍ତୀ ଖବର ଏଣିକି କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍। ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭାଗୀମାନଙ୍କୁ ଭଲ ଖବର ମିଳିପାରେ। ସେମାନଙ୍କ ବର୍ତ୍ତମାନ ସପ୍ତମ ବେତନ କମିଶନର ଅଧୀନରେ ଅତି କମରେ ଆଉ ଗୋଟିଏ ଡିଏ ମହଙ୍ଗା ଭତ୍ତା ପାଇପାରନ୍ତି। ସଦ୍ୟତମ ମୁଦ୍ରାସ୍ଫୀତି ସଂଖ୍ୟାକୁ ଦେଖାଇଲେ ଜୁଲାଇ 2025ରେ କେନ୍ଦ୍ର ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା 3 ରୁ 4% ବୃଦ୍ଧି ପାଇବାର ସମ୍ଭାବନା ଅଛି। ଏହା ଦେଶର କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ପରବର୍ତ୍ତୀ ଖବର ଆସନ୍ତା ଅଗଷ୍ଟରୁ 1 ରୁ ନୂଆ ନିୟମ। ଏହି ସବୁ ଉପରେ ହେବ ବଡ଼ ପରିବର୍ତ୍ତନ। ଲୋକଙ୍କ ପକେଟ ହେବ ଖାଲି। ଅଗଷ୍ଟ 2025ରେ କିଛି ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ କ୍ରେଡିଟ୍ କାର୍ଡ ସହିତ ଜଡ଼ିତ ଶୁଳ୍କ, ଏଲପିଜି ସିଲିଣ୍ଡର ମୂଲ୍ୟର ପରିବର୍ତ୍ତନ ଏବଂ ୟୁପିଆଇ କାରବାର ସମ୍ବନ୍ଧୀୟ ନୂତନ ନିୟମ ଅନ୍ତର୍ଭୁକ୍ତ। ଏହାର ବ୍ୟତୀତ କିଛି ବ୍ୟାଙ୍କ ସେବାରେ ମଧ୍ୟ ପରିବର୍ତ୍ତନ ହୋଇପାରେ। 1 ତାରିଖ ହେଉଛି କିଛି ବଡ଼ ପରିବର୍ତ୍ତନ ଆପଣଙ୍କ ମାସିକ ବଜେଟକୁ ପ୍ରଭାବିତ କରିପାରେ। ପରବର୍ତ୍ତୀ ଖବର ଏଣିକି 12,000 କର୍ମଚାରୀଙ୍କୁ ବିଦା କରିବ ଟିସିଏସ୍। ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟିସିଏସ୍ ଟାଟା କନସଲ୍ଟି ସର୍ଭିସର କର୍ମଚାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ଏପ୍ରିଲ 2025 ରୁ ମାର୍ଚ୍ଚ 2026 ମଧ୍ୟରେ ପ୍ରାୟ 2% କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏହି ସଂଖ୍ୟା 12,000 ରୁ ଅଧିକ। ପରବର୍ତ୍ତୀ ଖବର ଏଣିକି ପିଲାଙ୍କ ବହିରେ ରହିବ ଅପରେସନ ସିନ୍ଦୁରର କାହାଣୀ। ଛାତ୍ରଛାତ୍ରୀ ପଢିବେ ସେନାଙ୍କର ସାହସର ଗାଥା, ପିଲାଏ ପଢିବେ ସେନାଙ୍କର ଶୌର୍ଯ୍ୟ ଅପରେସନ ସିନ୍ଦୁରର କାହାଣୀ। ଏନସିଇଆରଟି ପିଲାଙ୍କ ବହିରେ ଅପରେସନ ସିନ୍ଦୁରର କଥା ସ୍ଥାନ ଦେବ। 2ଟି ମଡେଲ ଭାବରେ ଏହାକୁ ଲାଗୁ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମ ମଡେଲ କ୍ଲାସ 3ରୁ 8ମ, ଅନ୍ୟଟି 9ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଲାଗୁ କରାଯିବ। ତ ଦର୍ଶକ ବନ୍ଧୁ, ଏ ଥିଲା ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଛି ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନ ଉପରେ ଦବାଇ ଅଲ୍ ଉପରେ କ୍ଲିକ୍